सिंहर बुद्धिमत्ता जो किभଳି भाବରେ ଓଟର ଜୀବନ ବଞ୍ଚିଲା ଆଜି ଗପଟି ପଢ଼ିଲେ ଆମେ ଜାଣିପାରିବା। ତ ଚାଲନ୍ତୁ ଗପଟିକୁ ଷ୍ଟାର୍ଟ କରିବା। ସିଂହର ବୁଦ୍ଧିମତ୍ତା। ଗୋଟିଏ ବଣରେ ସିଂହ, ବାଘ, ବିଲୁଆ ଓ କାଉ ସାଙ୍ଗ ହୋଇଥାନ୍ତି। ଏକାଠି ମିଳିମିଶି ରହନ୍ତି। ଦିନେ ଓଟଟିଏ ବାଟ ଭୁଲି ସେମାନଙ୍କ ପାଖକୁ ଆସିଲା। ସିଂହ ତାଙ୍କ ପାଖରେ ଆଶ୍ରୟ ଦେଲା। ସମସ୍ତେ ସାଥୀ ହୋଇ ଚଳିଲେ। କିଛି ଦିନ ଗଲା, ବର୍ଷା ହେଲା ନାହିଁ। ବଣର ଗଛପତ୍ର ଶୁଖିଗଲା। ଜୀବମାନେ କିଏ କୁଆଡ଼େ ପଳାଇଲେ। ସିଂହ ଓ ତା ସାଥୀମାନେ ଖାଇବାକୁ ପାଇଲେ ନାହିଁ। ଓଟ ତ ମରୁଭୂମିର ଜୀବ, ସେ ବହୁତ ଦିନ ପର୍ଯ୍ୟନ୍ତ ନ ଖାଇ ରହିପାରୁଥାଏ। ହେଲେ ଅନ୍ୟମାନଙ୍କୁ ଭାରି ଭୋକ ହେଉଥାଏ। ଦିନେ ଓଟ ଦୂରକୁ ଯାଇଥାଏ। ବାଘ, ବିଲୁଆ ଓ କାଉ ସିଂହ ପାଖରେ ଥାନ୍ତି। କାଉ କହିଲା, ଆମେ ସବୁ ଭୋକ ବିକଳରେ ଛଟପଟ ହୋଇଯାଉଛୁ, କ'ଣ କରିବା? ଚାଲ ଓଟକୁ ମାରି ଖାଇଦେବା। ବାଘ ଓ ବିଲୁଆ ତା କଥାରେ ରାଜି ହୋଇଗଲେ। ସିଂହ ଧର୍ମ ସଙ୍କଟରେ ପଡ଼ିଲା। ଓଟକୁ ସେ ଆଶ୍ରୟ ଦେଇଥିଲା, ତେଣୁ ସେ କେବେ ବି ଓଟକୁ ମାରିପାରିବ ନାହିଁ। ବାଘ, ବିଲୁଆ ଓ କାଉ ଗୋଟିଏ ଉପାୟ ପାଞ୍ଚିଲେ। ସିଂହ ଚୁପ୍ ରହିଲା। ଓଟ ଫେରିଲା। ସେମାନେ ସିଂହକୁ ବୁଝାଇଲେ, ଓଟ ଯଦି ନିଜେ ତାକୁ ଖାଇବାକୁ କୁହେ, ତେବେ ସିଂହ ତାକୁ ଖାଇପାରିବ ତ? ସିଂହ ଚୁପ୍ ରହିଲା। ଓଟ ଫେରିଲା। କାଉ ଓଟକୁ ଶୁଣାଇ କହିଲା, ତୁମମାନଙ୍କର ଭୋକ ମୁଁ ସହିପାରୁନାହିଁ, ମୋତେ ଖାଇ ଜୀବନ ବଞ୍ଚାଅ। ବିଲୁଆ, ବାଘ ସେଇ ଏକା କଥା କହିଲେ। ସେମାନଙ୍କୁ ଦେଖି ଓଟ ମଧ୍ୟ କହିଲା, ମୋତେ ଖାଇଦିଅ। ମୋତେ ଖାଇଦେଲେ ତୁମେମାନେ 2 ଦିନ ବଞ୍ଚିପାରିବ। ସିଂହ ସବୁ ଶୁଣୁଥିଲା। ସେ କହିଲା, ନା, କେହି କାହାକୁ ଖାଇବା ନାହିଁ। ଚାଲ ସମସ୍ତେ ମିଳିମିଶି ଆଉ ଗୋଟିଏ ବଣକୁ ଯିବା। ସେଠାରେ ଖାଇ ପିଇ ଭଲରେ ରହିବା। ସମସ୍ତେ ସିଂହ କଥାରେ ରାଜି ହୋଇ ଆଉ ଗୋଟିଏ ବଣକୁ ଗଲେ, ଖୁସିରେ ରହିଲେ। ତ ପିଲାମାନେ ବୁଝିପାରିଲେ ନା ବୁଝିପାରିଲନି? ଗୋଟେ ସିଂହର ବୁଦ୍ଧିମତ୍ତା ଯୋଗୁଁ କିଭଳି ଭାବରେ ଓଟର ଜୀବନ ବଞ୍ଚିଲା। ସିଂହ ଯଦି ଏଠି ତା ମୁଣ୍ଡ ଖର୍ଚ୍ଚ ନ କରିଥାନ୍ତା, ତାହେଲେ ଏଠି ଓଟକୁ ସେମାନେ ମାରିକିରି ଖାଇ ଦେଇଥାନ୍ତେ।